ଅନ୍ତଃରାଜ୍ୟ ଧାନ ଚୋରାଚାଲାଣ ଉପରେ ସରକାରଙ୍କ କଡ଼ା ପଦକ୍ଷେପ। ସୀମାନ୍ତ ଅଞ୍ଚଳରେ ବିଭିନ୍ନ ଗଳାବାଟରେ ଲାଗିଲା ସିସିଟିଭି ସହିତ ପୋଲିସର କଡ଼ା ପହରା। ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗ ସୀମାନ୍ତରେ ଅବସ୍ଥିତ। ଏହି ବ୍ଲକ ଅଞ୍ଚଳରେ ପ୍ରାୟ 10ରୁ ଊର୍ଦ୍ଧ୍ୱ ଗଳାବାଟ ପଶ୍ଚିମବଙ୍ଗକୁ ରହିଥିବା ବେଳେ ଧାନ କେମିତି ଆନ୍ତଃରାଜ୍ୟ ଚୋରାଚାଲାଣ କିପରି ହୋଇ ନପାରିବ ସେ ନେଇ 57 ନମ୍ବର ରାଜ୍ୟ ରାଜପଥ ଚନ୍ଦନେଶ୍ୱରଠାରେ ସିସିଟିଭି ଲାଗିବା ସହିତ ଓଡ଼ିଶା ପଶ୍ଚିମବଙ୍ଗ ସୀମା ଶାହାବାଜୀପୁର ନିକଟରେ ପୋଲିସର କଡ଼ା ପହରା ଦେଖିବାକୁ ମିଳିଛି। କିଛି ଦିନ ଆଗରୁ ସରକାର ଧାନ ଚୋରାଚାଲାଣ ଉପରେ କଡ଼ା ପଦକ୍ଷେପ ଗ୍ରହଣ ନେଇ ଘୋଷଣା କରିବା ପରେ ତାହା ଗ୍ରାଉଣ୍ଡ ଜିରୋରେ କାର୍ଯ୍ୟକାରୀ ପରେ ଚାଷୀମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି। ସିସିଟିଭି ଲାଗିବା ପରେ ମଧ୍ୟ ଏପର୍ଯ୍ୟନ୍ତ ମଣ୍ଡି ନ ଖୋଲିବାରୁ ଭୋଗରାଇର ଅନେକ ଜାଗାରେ ବଙ୍ଗ ଦଲାଲମାନେ ଆସି ଧାନ ସ୍ୱଳ୍ପ ଦରରେ କିଣି ନେଉଥିବା ବେଳେ ଆହୁରି ଅଧିକ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହୋଇଛି।